ସ୍ତ୍ରୀ କୁ ସବୁବେଳେ ସ୍ୱାମୀର ବାମ ପାର୍ଶ୍ୱରେ କାହିଁକି ଶୁଏ? ଅପସନ୍ ଏ ପର ଝିଅ ବୋଲି, ଅପସନ୍ ବି ବାମାଙ୍ଗୀ ବୋଲି, ଅପସନ୍ ସି ଶଯ୍ୟା ସଙ୍ଗିନୀ ବୋଲି ଏବଂ ଅପସନ୍ ଡି ସ୍ତ୍ରୀ ବୋଲି। ସୋ ଫ୍ରେଣ୍ଡସ୍, ଆପଣମାନେ ପ୍ରତିଟି ପ୍ରଶ୍ନରେ 5 ସେକେଣ୍ଡ ଟାଇମ୍ ପାଇବେ। ଯଦି ଏହାର ଉତ୍ତର ଜାଣିଥିବେ ତାହେଲେ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ। ଆଉ ଯଦି ଆପଣମାନେ ଏହି ଚ୍ୟାନେଲରେ ନୂଆ ଅଟନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କରନ୍ତୁ, ଯେଉଁଥିରେ କି ଆପଣମାନେ ଆମର ପ୍ରତିଟି ଭିଡ଼ିଓ ଦେଖିପାରିବେ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବାମାଙ୍ଗୀ। ସ୍ତ୍ରୀ ସବୁବେଳେ ସ୍ୱାମୀର ବାମ ପାର୍ଶ୍ୱରେ ଶୁଏ। ସ୍ତ୍ରୀକୁ ସ୍ୱାମୀର ବାମାଙ୍ଗୀ କୁହାଯାଇଥାଏ, ତେଣୁକରି ସ୍ତ୍ରୀ ସ୍ୱାମୀର ବାମ ପାର୍ଶ୍ୱରେ ଶୋଇଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଦେଶରେ ସ୍ତ୍ରୀ ଭଡ଼ାରେ ବି ମିଳିଥାଏ, ଯାହାକୁ କି ଅସ୍ଥାୟୀ ବିବାହ କୁହାଯାଇଥାଏ? ଅପସନ୍ ଏ ଚୀନ, ଅପସନ୍ ବି ଥାଇଲାଣ୍ଡ, ଅପସନ୍ ସି ଜାପାନ ଏବଂ ଅପସନ୍ ଡି ନେପାଳ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଥାଇଲାଣ୍ଡ। ଥାଇଲାଣ୍ଡରେ ସ୍ତ୍ରୀ ଭଡ଼ାରେ ମିଳିଥାନ୍ତି, ଯାହାକୁ କି ଅସ୍ଥାୟୀ ବିବାହ ମଧ୍ୟ କୁହାଯାଇଥାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଗୋଟାଏ ସ୍ୱାଭିମାନ ସ୍ତ୍ରୀ ତାର ସ୍ୱାମୀକୁ ତାର କେଉଁ ଅଙ୍ଗ ଛୁଇଁବାକୁ ଦିଏ ନାହିଁ? ଅପସନ୍ ଏ ଚୁଟି, ଅପସନ୍ ବି ପିଠି, ଅପସନ୍ ସି ଓଠ ଏବଂ ଅପସନ୍ ଡି ପାଦ। ଆପଣମାନଙ୍କର ସମୟ ଆରମ୍ଭ ହେଲା ଏବେଠାରୁ। ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପାଦ। ଗୋଟାଏ ସ୍ୱାଭିମାନ ସ୍ତ୍ରୀ ତାର ସ୍ୱାମୀକୁ ତାର ନିଜର ପାଦ ଛୁଇଁବାକୁ କେବେ ବି ଦିଏ ନାହିଁ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ପୋଲିସକୁ ଓଡ଼ିଆ ଭାଷାରେ କ'ଣ କୁହାଯାଏ? ଅପସନ୍ ଏ ପୋଲିସ, ଅପସନ୍ ବି ଦେଶରକ୍ଷୀ, ଅପସନ୍ ସି ଜନରକ୍ଷକ ଏବଂ ଅପସନ୍ ଡି ରାଜ୍ୟର ବୀର। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଜନରକ୍ଷକ। ପୋଲିସକୁ ଓଡ଼ିଆ ଭାଷାରେ ଜନରକ୍ଷକ କୁହାଯାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଫଳରେ ମଞ୍ଜି ନାହିଁ କି ଚୋପା ନାହିଁ, ସେ କ'ଣ ଅଟେ? ଅପସନ୍ ଏ ଓଉ, ଅପସନ୍ ବି ସେଉ, ଅପସନ୍ ସି କରମଙ୍କା ଏବଂ ଅପସନ୍ ଡି ତୁତକୋଳି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ତୁତକୋଳି। ତୁତକୋଳିରେ ଫଳ ନଥାଏ କି ଫଳରେ ମଞ୍ଜି ନଥାଏ କି ଚୋପା ନଥାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଆମ୍ବୁଲାନ୍ସକୁ ଓଡ଼ିଆରେ କ'ଣ କୁହାଯାଏ? ଅପସନ୍ ଏ ଶବ ବାହିନୀ, ଅପସନ୍ ବି ଆପତକାଳ ବାହନ, ଅପସନ୍ ସି ଆମ୍ବୁଲାନ୍ସ ଏବଂ ଅପସନ୍ ଡି ରୋଗୀ ଗାଡ଼ି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟ ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଆପତକାଳ ବାହନ। ଆମ୍ବୁଲାନ୍ସକୁ ଓଡ଼ିଆ ଭାଷାରେ ଆପତକାଳ ବାହନ କୁହନ୍ତି। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଗଛରେ ଥରେ ମାତ୍ର ଫୁଲ ଓ ଫଳ ହୋଇଥାଏ? ଅପସନ୍ ଏ ସେଉ, ଅପସନ୍ ବି ତେନ୍ତୁଳି, ଅପସନ୍ ସି ଆମ୍ବ ଏବଂ ଅପସନ୍ ଡି କଦଳୀ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। ତ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି କଦଳୀ। କଦଳୀ ଗଛରେ ଥରେ ମାତ୍ର ଫୁଲ ଓ ଫଳ ହୋଇଥାଏ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କରନ୍ତୁ, ଯାହାଦ୍ୱାରା ଏହି ଚ୍ୟାନେଲର ପ୍ରତିଟି ଭିଡ଼ିଓ ଆପଣମାନେ ଦେଖିପାରିବେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଗଛର ଫଳ ତାର ପତ୍ର ଉପରେ ଥାଏ? ଅପସନ୍ ଏ କାଜୁ, ଅପସନ୍ ବି ସପୁରୀ, ଅପସନ୍ ସି କଦଳୀ ଏବଂ ଅପସନ୍ ଡି ସେଉ। ଆପଣମାନଙ୍କର ସମୟ ଆରମ୍ଭ ହେଲା ଏବେଠାରୁ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସପୁରୀ। ସପୁରୀ ଗଛର ପତ୍ର ଉପରେ ଫଳିଥାଏ। ପ୍ରଶ୍ନ କ'ଣ ରହିଛି।
ଭାରତରେ ସବୁଠାରୁ ଲମ୍ବା ଗଛ କିଏ ଅଟେ? ଅପସନ୍ ଏ ପଣସ, ଅପସନ୍ ବି ଶାଳ, ଅପସନ୍ ସି ପିଆଶାଳ ଏବଂ ଅପସନ୍ ଡି ନୀଳଗିରି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ନୀଳଗିରି। ଭାରତରେ ନୀଳଗିରି ଗଛ ସବୁଠାରୁ ଲମ୍ବା ହୋଇଥାଏ। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଗଛକୁ ମଣିଷ ଛୁଇଁଲେ ମରିଯାଏ? ଅପସନ୍ ଏ ତୁଳସୀ, ଅପସନ୍ ବି ବାଉଁଶ, ଅପସନ୍ ସି ବାବୁଲ ଏବଂ ଅପସନ୍ ଡି ଲାଜକୁଳି। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ଆସନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତର କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଲାଜକୁଳି। ଲାଜକୁଳି ଗଛକୁ ମଣିଷ ଛୁଇଁଲେ ସେ ମଉଳିଯାଏ ବା ମରିଯାଏ, ମରେ ତ ନାହିଁ, ସେ ମଉଳିଯାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ପୃଥିବୀର ସବୁଠାରୁ ଦୀର୍ଘତମ ଦିନ କେଉଁଟା ଅଟେ? ଅପସନ୍ ଏ ଜୁନ୍ 1, ଅପସନ୍ ବି ଜୁନ୍ 21, ଅପସନ୍ ସି ଜୁଲାଇ 21 ଏବଂ ଅପସନ୍ ଡି ଜୁଲାଇ 22। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଜୁନ୍ 21। ପୁରା ପୃଥିବୀରେ ସବୁଠାରୁ ଦୀର୍ଘତମ ଦିନ ହେଉଛି ଜୁନ୍ 21 ତାରିଖ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ। ଭାରତର ମୁକୁଟ କାହାକୁ କୁହାଯାଏ? ଅପସନ୍ ଏ ମୁମ୍ବାଇ, ଅପସନ୍ ବି ଦିଲ୍ଲୀ, ଅପସନ୍ ସି ଜାମ୍ମୁ କାଶ୍ମୀର ଏବଂ ଅପସନ୍ ଡି କୋଲକାତା। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଜମ୍ମୁ କାଶ୍ମୀର। ଭାରତର ମୁକୁଟ ହେଉଛି ଜମ୍ମୁ କାଶ୍ମୀର। ତ ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କାଉ କେଉଁ ଦେଶର ଜାତୀୟ ପକ୍ଷୀ ଅଟେ? ଅପସନ୍ ଏ ଚୀନ, ଅପସନ୍ ବି ଭୁଟାନ, ଅପସନ୍ ସି ମାଲେସିଆ ଏବଂ ଅପସନ୍ ଡି ନେପାଳ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ତ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଭୁଟାନ। ଭୁଟାନର ଜାତୀୟ ପକ୍ଷୀ କାଉ ଅଟେ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। କେଉଁ ଦେଶର ନୋଟ୍ ଉପରେ ପ୍ରଭୁ ଗଣେଶଙ୍କର ଫଟୋ ଲାଗିଥାଏ? ଅପସନ୍ ଏ ଶ୍ରୀଲଙ୍କା, ଅପସନ୍ ବି ନେପାଳ, ଅପସନ୍ ସି ଇଣ୍ଡୋନେସିଆ ଏବଂ ଅପସନ୍ ଡି ଭୁଟାନ। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ସୋ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଇଣ୍ଡୋନେସିଆ। ଇଣ୍ଡୋନେସିଆର ନୋଟ୍ ଉପରେ ପ୍ରଭୁ ଗଣେଶଙ୍କର ଫଟୋ ଲାଗିଥାଏ। ଚାଲନ୍ତୁ ଦେଖିନେବା ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି। ଆମ ଶରୀର ସବୁଠାରୁ ମଜବୁତ ଅଙ୍ଗ କେଉଁଟା ଅଟେ? ଆମ ଶରୀରର ସବୁଠାରୁ ମଜବୁତ ଅଙ୍ଗ କେଉଁଟା ଅଟେ? ଅପସନ୍ ଏ ହାତ, ଅପସନ୍ ବି ଗୋଡ଼, ଅପସନ୍ ସି ପାଦ ଏବଂ ଅପସନ୍ ଡି ଅଣ୍ଟା। ଆପଣମାନଙ୍କର ସମୟ ଆରମ୍ଭ ହେଉଛି ଏବେଠାରୁ। 4, 3, 2, 1, welcome. ସୋ ଫ୍ରେଣ୍ଡସ୍ ଆପଣମାନଙ୍କର ସମୟଟି ସରିଯାଇଛି। ତ ଚାଲନ୍ତୁ ଦେଖିନେବା ଏହାର ସଠିକ୍ ଉତ୍ତରଟି କ'ଣ ରହିଛି। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଅଣ୍ଟା। ଆମ ଶରୀରର ସବୁଠାରୁ ମଜବୁତ ଅଙ୍ଗ ହେଉଛି ଅଣ୍ଟା।